ଶାଶୁଘରେ ପ୍ରଥମ ଥର ରୋଷେଇ କରୁଥିବାର ନଜର ଆସିଲେ ଆପଣମାନଙ୍କର ପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ। ଦର୍ଶକ ବନ୍ଧୁ, ଆପଣମାନେ ସମସ୍ତେ ଜାଣି ସାରିଥିବେ ଯେ ବର୍ତ୍ତମାନ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ। ବର୍ତ୍ତମାନ ସେ ତାଙ୍କର ଶାଶୁଘରେ ଅଛନ୍ତି ଏବଂ ଶାଶୁଘରୁ ପ୍ରଥମ ଥର ରୋଷେଇ କରୁଥିବାର ନଜର ଆସିଛନ୍ତି। ତେବେ ଆପଣଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଉଠୁଥିବ ଯେ ସେ କ'ଣ ରୋଷେଇ କରିଥିଲେ ପ୍ରଥମ ଥର ସେ କ'ଣ ରୋଷେଇ କରି ତାଙ୍କ ଶାଶୁଘରେ ତାଙ୍କ ସ୍ୱାମୀଙ୍କୁ ଖାଇବାକୁ ଦେଇଛନ୍ତି ଏବଂ ଶାଶୁଘର ଲୋକଙ୍କୁ କ'ଣ ସବୁ ଖାଇବାକୁ ଦେଇଛନ୍ତି। ଜାଣିବା ପାଇଁ ଚାହୁଁଛନ୍ତି ନିଶ୍ଚିତ ଭାବରେ ଏ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଆପଣମାନେ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି ନିଶ୍ଚିତ ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସିଥିବା ବେଲ୍ ଆଇକନକୁ ପ୍ରେସ୍ କରିବାଟା ବିଲକୁଲ ଭୁଲିବେନି। ଏହିପରି ଓଡ଼ିଆ ସମ୍ବନ୍ଧୀୟ ଓଡ଼ିଆ ଚଳଚ୍ଚିତ୍ର ଦୁନିଆ ସମ୍ବନ୍ଧୀୟ ଟେକ୍ନିକ୍ ଖବର ସବୁଠୁ ପ୍ରଥମେ ଦେଖିବା ପାଇଁ। ତେବେ ଦର୍ଶକ ବନ୍ଧୁ, ଆପଣମାନେ ସମସ୍ତେ ଯେମିତି ଜାଣନ୍ତି ଯେ ବର୍ତ୍ତମାନ ସମୟରେ ହାତରୁ ଦୁଇ ହାତ ହୋଇସାରିଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ। ସେ ଅନୁରାଗଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି। ବର୍ତ୍ତମାନ ସମୟରେ ସେ ତାଙ୍କର ଶାଶୁଘରେ ଅଛନ୍ତି ଏବଂ ଗତକାଲି ଥିଲା ତାଙ୍କର ରିସେପ୍ସନ୍ ପାର୍ଟି। ଆଉ ରିସେପ୍ସନ୍ରେ ବହୁତ ସାରା ଓଡ଼ିଆ କଳାକାରମାନେ ମଧ୍ୟ ନଜର ଆସିଥିଲେ ତାଙ୍କର ରିସେପ୍ସନ୍ ପାର୍ଟିରେ, ତାଙ୍କର ବାହାଘର ଭୋଜିରେ। ଆଉ ଏହା ସହିତ ଏଲିନା ସାମନ୍ତରାୟ ଗତକାଲି ଏକ ଫଟୋଟିକୁ ପୋଷ୍ଟ କରିଛନ୍ତି। ସେ ତାଙ୍କର ସୋସିଆଲ ମିଡ଼ିଆ ପେଜ୍ରେ ଏକ ଫଟୋଟିକୁ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ରୋଷେଇ କରୁଥିବାର ନଜର ଆସିଛନ୍ତି। ଆଉ ତଳେ ଏହା ବି କ୍ୟାପ୍ସନ୍ ଦେଇଛନ୍ତି ଯେ ସୁଇଟ୍ ମେକିଂ ବୋଲି, ସୁଇଟ୍ କୁକିଂ କରୁଥିବାର ସେ ତାଙ୍କର କ୍ୟାପ୍ସନରେ ମଧ୍ୟ ଦେଇଛନ୍ତି। ଆଉ ଏହା ସହିତ ଆଉ ଏକ ଫଟୋ ମଧ୍ୟ ସେ ଛାଡ଼ିଛନ୍ତି ଯେଉଁଥିରେ ସେ ରାନ୍ଧିଥିବା ଯେଉଁ ମିଠା ରାନ୍ଧିଛନ୍ତି ସେ ତାଙ୍କ ସ୍ୱାମୀଙ୍କୁ ଖୁଆଉଥିବାର ମଧ୍ୟ ନଜର ଆସିଛନ୍ତି, ଯାହା ଆପଣମାନେ ଏଠି ସ୍କ୍ରିନ୍ ଜରିଆରେ ଦେଖିବା ପାଇଁ ପାଇଯାଉଥିବେ। ତେବେ ଦର୍ଶକ ବନ୍ଧୁ, ବର୍ତ୍ତମାନ ସମୟରେ ସେ ପ୍ରଥମ ଥର ତାଙ୍କ ଶାଶୁଘରେ ତାଙ୍କ ଶାଶୁ ଶ୍ୱଶୁରଙ୍କୁ ଏହା ସହିତ ତାଙ୍କ ସ୍ୱାମୀଙ୍କୁ ସେ ମିଠା ରାନ୍ଧି ଖୁଆଉଥିବାର ନଜର ଆସିଛନ୍ତି, ଯାହା ସେ ତାଙ୍କର ସୋସିଆଲ ମିଡ଼ିଆ ପେଜ୍ରେ ସେୟାର କରୁଛି ତାଙ୍କ ଫ୍ୟାନ୍ସମାନଙ୍କୁ ଦେଖାଇବା ପାଇଁ। ତେବେ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଭିଡ଼ିଓଟି କିପରି ଲାଗିଲା? ନିଶ୍ଚିତ ଭାବରେ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓରେ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସିଥିବା ବେଲ୍ ଆଇକନକୁ ପ୍ରେସ୍ କରିବାଟା ବିଲକୁଲ ଭୁଲିବେନି। ଏହିପରି ଓଡ଼ିଆ ସମ୍ବନ୍ଧୀୟ ଓଡ଼ିଆ ଚଳଚ୍ଚିତ୍ର ଦୁନିଆ ସମ୍ବନ୍ଧୀୟ ଟେକ୍ନିକ୍ ଖବର ସବୁଠୁ ପ୍ରଥମେ ଦେଖିବା ପାଇଁ।